ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ। ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ଖୁବ୍ ଶୀଘ୍ର ହିତାଧିକାରୀଙ୍କୁ ମିଳିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା 91 ଲକ୍ଷ ଟପିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ଯାହାବି କିଛି ନୂଆ ଅପଡେଟ ରହିଛି ତାହା ସମସ୍ତେ ଜାଣି ରଖିବା ଜରୁରୀ। ହେଲେ କଣ ରହିଛି ଅପଡେଟ ଟି ଚାଲନ୍ତୁ ଆଉ ଡେରି ନକରି ଫଟାଫଟ ଅପଡେଟ ଟି ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ଘଣ୍ଟି ଚିହ୍ନକୁ ଦବାଇ ଅଲ ରେ ସେଟ୍ କରି ରଖିବାକୁ ଜମାରେ ବି ଭୁଲନ୍ତୁ ନାହିଁ। 4ଟି ସ୍ଲାବରେ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା। ବିଜେପିର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗକୁ ଆସୁଛି ଦଶହରା, ତେଣୁ ସେହି ପର୍ବ ଦିନ ବାକି 25 ଲକ୍ଷ ମହିଳାଙ୍କୁ ଟଙ୍କା ମିଳିବା ନେଇ ସେ ଆଶା ରଖିଛନ୍ତି। ଦୁର୍ଗାଷ୍ଟମୀ ଦିନ ଅର୍ଥାତ୍ ଦଶହରାର 2 ଦିନରେ ହୁଏତ ଏହି ଟଙ୍କା ଆସିବ ମହିଳାଙ୍କ ଖାତାକୁ। ଦୁର୍ଗା ପୂଜା ପାଇଁ ମହିଳାଙ୍କୁ ଏହା ସରକାରଙ୍କ ଭେଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଆଗକୁ ଏ ସଂକ୍ରାନ୍ତରେ ଆହୁରି ସ୍ପଷ୍ଟ ସୂଚନା ଆସିବ ବୋଲି କୁହାଯାଉଛି। ସେପଟେ ସୁଭଦ୍ରା ଯୋଜନାର ଟଙ୍କା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା ପାଖାପାଖି 92 ଲକ୍ଷ ମହିଳା ଆବେଦନ କରିସାରିଛନ୍ତି। ଆସନ୍ତା ସପ୍ତାହ ଭିତରେ ଏହି ସଂଖ୍ୟା 1 କୋଟି ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। 4ଟି ସ୍ଲାବରେ ପର୍ଯ୍ୟାୟକ୍ରମେ କୋଟିଏ ହିତାଧିକାରୀଙ୍କ ପାଖରେ ସୁଭଦ୍ରା ସହାୟତା ରାଶି ପହଞ୍ଚିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ଉପମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ଯେ କୋଟିଏ ଲୋକଙ୍କ ପାଖରେ ଖୁବ୍ ଶୀଘ୍ର ସୁଭଦ୍ରା ଟଙ୍କା ପହଞ୍ଚିଯିବ।